ଦେଖନ୍ତୁ ଶିଖିବା ଭଗ୍ନାଂଶର ମିଶ୍ରଣ କେମିତି ସହଜରେ ଶିଖିବା। ଦେଖନ୍ତୁ ଇଂଲିଶରେ କୁହାଯାଏ ଏଡିସନ୍ ଅଫ୍ ଫଙ୍କସନ୍ ଟ୍ରିକ୍। କେମିତି ସହଜରେ ଲେଖିବା ଦେଖନ୍ତୁ, ସହଜରେ କେମିତି ଶିଖିବା ଦେଖନ୍ତୁ। ଆଜି 4 ବିଭକ୍ତ 2 ପ୍ଲସ୍ 3 ବିଭକ୍ତ 4। ତେବେ କେମିତି କରିବା ଦେଖନ୍ତୁ। ପ୍ରଥମ ଜାଣିବାଟା ଲବ କିଏ ହର କିଏ। ପ୍ରଥମ ଜାଣିବା 4 ବିଭକ୍ତ 2 ଇଏ ହେଲା କ'ଣ, ଲବ, ଇଏ ହେଲା ହର। ଜାଣିଗଲେ ଲବ କିଏ ହର କିଏ। ଏବେ କରିବା ଇଏ ହେଲା କେତେ, 2 ଅଛି, ଇଏ ଅଛି 4। ଦେଖନ୍ତୁ ଇଏକୁ କ'ଣ କରିବା, ଲସାଗୁ କରିବା। କେତେ 2 4 ଲସାଗୁ ହେଲେ କେତେ ସଂଖ୍ୟାରେ କଟିବ, 2 କୁ 2 କେ 2 2 ଦୁଣେ 4 ହେଲେ କେତେ ରହିଲା। ଆଉ ଲସାଗୁ ବାହାରିବ କେତେ, ଲସାଗୁ କେତେ ହେବ, এটা କେତେ 1 ଗୁଣନ 2 ଗୁଣନ এটা କେତେ 2 ହେଲେ କେତେ ହେବ, 1 2 2 2 ଦୁଣେ 4 ହେଲେ କେତେ ହେଲା 4। ଲସାଗୁ କେତେ ହେଲା, ହେଲେ ଏଠି କେତେ ହେବ 4। ଏଠି ତାପରେ ଏଠି କେତେ ଅଛି କେମିତି ଜାଣିବା, 2 କ ସଂଖ୍ୟାରେ କେତେ ଅଛି, ଏଠି କେତେରେ କଟିବ, 2 ଦୁଣେ 4 2 ଦୁଣେ 4 ମାନେ କେତେ ପୁଣି କଲା 2। ଏଠି କେତେ ଅଛି 2, ଏଠି 4 କ ଅଛି, ହେଲେ 4 କ ପୁଣି ଇଏ କେତେ ଅଛି, କେତେରେ ହରଣ କଲେ 4 କେ 4 ମାନେ ଏଠି କେତେ ଅଛି 1। ତେବେ କ'ଣ କରିବା, ଏବେ ଗୁଣନ କରିବା। ଦେଖନ୍ତୁ କେମିତି ଗୁଣନ କରିବା, ଏଇ ତଳ ସଂଖ୍ୟା ଆଉ ଉପର ସଂଖ୍ୟା ସହିତ ମାନେ ହର ଆଉ ଲବକୁ ଗୁଣନ କରିବା। ହେଲେ 2 × 8 କେତେ 8 ଲେଖିଲେ କ'ଣ ଚିହ୍ନ ଅଛି ପ୍ଲସ୍, ଏଟା କେତେ ଅଛି 1 ଗୁଣନ 3 ହେଲେ 3 1 3 ସମାନ ହେଲେ କେତେ ହେବ 8 3 କେତେ 11 ବିଭକ୍ତ 4। ଇଏ ହେଲା ଆନ୍ସର। ଆଉ ଗୋଟେ ଦେଖନ୍ତୁ ଶିଖିବା କେମିତି, ସେମିତି ସେହିପରି ଆଉ ଗୋଟେ ଶିଖିବା। ଦେଖନ୍ତୁ ଧରାଯାଉ ନେବା ଆମେ କେତେ 3 ବିଭକ୍ତ 5 ମାନେ କେତେ 3 ବିଭକ୍ତ 5। ସେହିପରି କହିଥିଲି ଉପରୁ କ'ଣ କହିଥିଲେ, ଲବ ତଳେ କ'ଣ କହିଥିଲେ ହର। ସେହିପରି ଏଇଟା କ'ଣ କରିବା, 5 ଆଉ 10 କୁ କ'ଣ କରିବା ଲସାଗୁ କରିବା। 5 ଆଉ 10 କୁ ଲସାଗୁ 5 1 5 5 ଦୁଣେ 10 ହେଲେ ଲସାଗୁ କ'ଣ ହେବ କେତେ 5 ଗୁଣନ 1 ଗୁଣନ 2 5 ଦୁଣେ କେତେ ହେଲା 10। କେଉଁଠି ଲେଖିବା, ତଳେ କେତେ ହେଲା 10, ତାର 5 କ ପୁଣି 10 କେତେ ଅଛି 5 ଦୁଣେ 10 2। ତେବେ ଏଇ 2 କୁ କେଉଁଠି ଗୁଣ କରିବା 3 ସହିତ 3 ଦୁଣେ 6। ଏଠି 10 1 ହରଣ କରିବା 10 1 1 10 1 10 ମାନେ ଏଠି 1 × 2 2 1 ରେ କ'ଣ ହେବ ମିଶାଣ, ଏଠି କ'ଣ ଅଛି ମିଶାଣ ଚିହ୍ନ, ସେଥିପାଇଁ ମିଶାଣ 2 1 2 6 2 8 ବିଭକ୍ତ ଏଟା କେତେ ଅଛି 10। ଭିଡ଼ିଓରେ ଯଦି ଭଲ ଲାଗିଲା ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ।